ଆକ୍ସନ ମୋଡରେ ବାଲେଶ୍ୱର ପୋଲିସ ଆଉ ଖସି ଯାଇ ପାରିବେନି ଗୋମାଫିଆ ଦଳ। ସାବାଡ଼ କରିବା ପାଇଁ ବାଲେଶ୍ୱର ପୋଲିସ ନେଇଛି ବଡ଼ ଆକ୍ସନ। ଖୋଜି ଖୋଜି ଲୁଚିଥିବା ଜାଗାରୁ ଘୋଷାଡ଼ି ଆଣିବ ପୋଲିସ। ଆଜି ଜଳେଶ୍ୱର ଭୋଗରାଇ ବସ୍ତା ଏବଂ ବାଲିଆପାଳ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ରହୁଥିବା ଗୋମାଫିଆଙ୍କ ଘରେ ଭୋରୁ ପୋଲିସର ସ୍ୱତନ୍ତ୍ର ଟିମ୍ ଚଢ଼ାଉ ଚାଲୁ ରହିଥିଲା। ଡିଆର୍ଜିଙ୍କ ନିର୍ଦ୍ଦେଶ ଏହି ଚଢ଼ାଉ ହୋଇଥିଲା। ଜଳେଶ୍ୱର ବସ୍ତା ଏବଂ ସଦର ଏସ୍ଡିପିଓ ସମେତ ପୋଲିସ ଫୋର୍ସ ଚଢ଼ାଉ ଜାରି ରଖିଥିବା ବେଳେ ଅଭିଯୁକ୍ତ ଫେରାର ହୋଇଛନ୍ତି। ଆମର ଜଳେଶ୍ୱରରେ ଶେଖ୍ ସଫରୁଦ୍ଦିନର ଘରେ ଆମେ ରେଡ୍ କରିଥିଲୁ। ସେ ଏଥିରେ ଆମର ମୁଁ ଆଡ଼ିସନାଲ୍ ଏସ୍ପି ଏସ୍ଡିପିଓ ଜଳେଶ୍ୱର, ଆଇଆଇସି ଜଳେଶ୍ୱର ଏବଂ ଆମର ଆଉ ଜଣେ ଇନ୍ସପେକ୍ଟର, 2 ଜଣ ସବ୍ ଇନ୍ସପେକ୍ଟର ଆଉ 15 ଜଣ ଷ୍ଟାଫ୍ ଏମିତି ଥିଲୁ। ସେଥିରେ ତାଙ୍କ ଘର ସର୍ଚ୍ଚ କଲୁ, ରେଡ୍ କଲୁ। ସେମିତି କିଛି ଜିନିଷ ମିଳିଲାନି। ହଁ, ୟା ବ୍ୟତୀତ ଆଉ ଜିଲ୍ଲାର ମଧ୍ୟ ଅନେକ ଜାଗାରେ ଆମର ଆଉ ଅନ୍ୟାନ୍ୟ ଟିମ୍ ଗୁଡ଼ିକ ଚଢ଼ଉ କରୁଛନ୍ତି। ଏଇଟା ମେଜର ଜିନିଷ ହେଉଛି ଗୋମାଫିଆଙ୍କ ଯେଉଁ ଇଲିଗାଲ ଇଏରେ କରୁଛନ୍ତି, ଏଇଟା ଗୋଟେ ଇକୋନୋମିକାଲି ଅଫେନ୍ସ ଇଏରେ ଆମେ ଏଇଟା ଗୋଟେ ଇନଭେଷ୍ଟିଗେସନ୍ କରୁଛୁ ଏବଂ ତାଙ୍କ ମଧ୍ୟରେ ଅନେକ କେସ୍ ବି ରହିଛି, ୱାରେଣ୍ଟ ରହିଛି। ସେ ଆଧାରରେ ଏଇଟା ଚଢ଼ଉ କରାଯାଉଛି। ହେଲେ ଏଠି କଥା ଉଠୁଛି, ପୋଲିସ ତାର ଚଢ଼ଉ ନିୟମିତ ଜାରି ରଖିବ ନା ପୁଣି କିଛି ଦିନ ପରେ ଗୋମାଫିଆ ତାଙ୍କ ରଙ୍ଗ ପୁଣି ଦେଖାଇବେ, ତାହା ଦେଖିବାକୁ ବାକି ରହିଲା। ଚନ୍ଦନ କୁମାର ଜେନାଙ୍କ ରିପୋର୍ଟ, ସୂଚନା ଟିଭି।